ଦ୍ରୁତଗତିରେ ଛତୁଆ ବୋଝେଇ ଭ୍ୟାନ୍ ଗଛକୁ ଧକ୍କା ଦେଲା ଓଲଟିଲା ଭ୍ୟାନ୍ ଚାଳକ ଫେରାର ଜଣେ ମୃତ। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଥାନା ନିଲାବାଡ଼ି ପଞ୍ଚାୟତ ଚେକାବଡ଼ ଗ୍ରାମ ନିକଟରେ ଛତୁଆ ବୋଝେଇ ପିକଅପ୍ ଭ୍ୟାନ୍ ଏକ ଗଛରେ ଧକ୍କା ମାରିବାରୁ ଦୁର୍ଘଟଣାଗ୍ରସ୍ତ ହୋଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ପିକଅପ୍ ଭ୍ୟାନ୍ ନମ୍ବର AP 35X0583 ଛତୁଆ ବୋଝେଇ ଭ୍ୟାନ୍ ନେଇ ବନ୍ଧୁଗାଁ ବ୍ଲକରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛତୁଆ ବଣ୍ଟନ କରେ। ଆଜି ବି ସବୁଦିନ ଭଳି କୁମ୍ଭାରୀପୁଟ ଶିବଶଙ୍କର SSG ଛତୁଆ ପ୍ରସ୍ତୁତ ଗ୍ରୁପ ଅଙ୍ଗନବାଡ଼ି କେନ୍ଦ୍ରରେ ଛତୁଆ ଦେଇ ନିଲାବାଡ଼ି ଗ୍ରାମକୁ ଯାଉଥିବା ବେଳେ ଚେକାପାଡ଼ ଛକ ରାସ୍ତା ନିକଟରେ ଥିବା ଏକ ଗଛକୁ ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରୁ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ଛତୁଆ ବଣ୍ଟନ କରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗାଡ଼ିରେ ଛତୁଆ ପ୍ରସ୍ତୁତ ଗ୍ରୁପର କିଛି ମା ମାନେ ରହିଥିବା ବେଳେ ଗ୍ରୁପର ସଦସ୍ୟ ମା ମମତା ଖୋସଲାଙ୍କ ସ୍ୱାମୀ ମହେଶ ରାଓ ଖୋସଲା ମୃତ୍ୟୁବରଣ କରିଛନ୍ତି। ମୃତ ବ୍ୟକ୍ତି ବେଳେ ବେଳେ ଛତୁଆ ଗାଡ଼ି ସାଥିରେ ଆସି ଖଲାସି କିମ୍ବା ମଜୁରିଆ ଭାବେ କାମ କରିଥାନ୍ତି। ଗାଡ଼ି ଚାଳକ ସୁଶାନ୍ତ ଖରାଙ୍କ ବେପାରୁଆ ଗାଡ଼ି ଚାଳନା ଓ ଦ୍ରୁତ ଗତିରେ ଥିବାରୁ ଗାଡ଼ିଟି ଓଲଟି ପଡ଼ିଥିଲା। ବର୍ତ୍ତମାନ ଫେରାର ଥିବା ବେଳେ ଏନେଇ ମୃତ ବ୍ୟକ୍ତିଙ୍କ ବଡ଼ ପୁଅ ମହେନ୍ଦ୍ର ଖୋସଲା ବନ୍ଧୁଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୋଲିସ କେସ୍ ପାଇବା ପରେ କେସ୍ ନମ୍ବର 23/2025 ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।